ମା ଚାଲିଗଲା ପରେ ଘରେ ମହାଭାରତ। ପୁଅ କହୁଛି ମାଙ୍କ ଜମି ମୋର, ଝିଅ କହୁଛି ନା ମୋର ଅଧିକାର। ପୋଲିସ କୋର୍ଟ କଚେରୀ। ଆପଣଙ୍କ ଘରେ ବି ଏମିତି ହେଉଛି କି ଫ୍ରେଣ୍ଡସ୍? ଆଜି ଜାଣିବା ଆଇନ କ'ଣ କହେ। ଶେଷ ଯାଏଁ ଦେଖନ୍ତୁ, ନହେଲେ ଲକ୍ଷ ଲକ୍ଷ ଟଙ୍କାର ଜମି ହାତରୁ ଚାଲିଯିବ। ତ ଫ୍ରେଣ୍ଡସ୍, ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଡିଟେଲି କହିବି କି ଆପଣଙ୍କର ଯେତେବେଳେ ମା ମାନେ ମରିଯିବେ ତ ସେ ତାଙ୍କର ଜମି କିପରି ଭାବରେ ସେଟା ବଣ୍ଟା ହେବ ଏବଂ କେଉଁ ମାନେ ସେ ଜମି ପାଇପାରିବେ କହିବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ ଫ୍ରେଣ୍ଡ। ତ ଦେଖନ୍ତୁ, କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଗାଁର ସୁନନ୍ଦା ମାଉସୀ, ତାଙ୍କ ନାଁରେ 3 ଏକର ଜମି, 2 ପୁଅ 1 ଝିଅ। ମାଉସୀ ମରିବା ପରେ ବଡ଼ ପୁଅ ସବୁ ଜମି ନିଜ ନାଁ କରିଦେଲା। ଝିଅକୁ କହିଲା, ତୁ ବାହା ହେଇଗଲୁ, ତୋର କିଛି ଅଧିକାର ନାହିଁ। କ'ଣ ଏହା ଠିକ୍ ସାଙ୍ଗମାନେ? ଝିଅ ସତରେ କିଛି ପାଇବନି? ଆସନ୍ତୁ ଜାଣିବା ଅସଲ ନିୟମ କ'ଣ ଫ୍ରେଣ୍ଡସ୍। ତ ଦେଖନ୍ତୁ ଫ୍ରେଣ୍ଡସ୍, ଏ ଆପଣଙ୍କର ଜମି ମାନେ କିଏ ପାଇବ କିଏ ନାହିଁ, ଏଇଟା ଏଇ ଉପରେ କୋଉ ଆକ୍ଟ କାମ କରେ ନା ଫ୍ରେଣ୍ଡସ୍? ଏଇଠି କାମ କରେ ହିନ୍ଦୁ ସକ୍ସେସନ୍ ଆକ୍ଟ 1956, 2005ରେ। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। କ'ଣ ନା ଦେଖନ୍ତୁ, ରୁଲ୍ 1, ମାଙ୍କ ନିଜ କଷ୍ଟର ଜମି ଯଦି ମା ନିଜେ କିଣିଥିଲେ ବା ଚାକିରି କରି ନେଇଥିଲେ ବା ଗିଫ୍ଟ କରିଥିଲା ଆଗେ ତାଙ୍କୁ, ତାହେଲେ ମା ମରିବା ପରେ ସେ ଜମି ସମସ୍ତଙ୍କ ଭିତରେ ସମାନ ଭାଗ ହେବ। କିଏ କିଏ ନା, 1ରେ ସ୍ୱାମୀ ଯଦି ଜୀବିତ ତାଙ୍କୁ ମିଳିବ ସେ ଜମି, 2ରେ ସବୁ ପୁଅମାନଙ୍କୁ ମିଳିବ, ତାଙ୍କର ଯେତେ ପୁଅ ଥିଲେ ବି ମିଳିବ, 3ରେ ସବୁ ଝିଅଙ୍କୁ ମିଳିବ। ଉଦାହରଣ ଦେଖନ୍ତୁ, 3 ଏକର ଯଦି ଜମି ତାଙ୍କର ଥିଲା, ତାହେଲେ ସ୍ୱାମୀ ନାହାନ୍ତି ଯଦି ତାଙ୍କର 2 ପୁଅ 1 ଝିଅ ମାନେ 1 ଏକର ଲେଖାଏ ସମସ୍ତଙ୍କୁ ମିଳିବ, ତାଙ୍କର ପୁଅ ଝିଅ ମାନଙ୍କୁ 3 ଜଣ ଯାକ 1 ଏକର ପାଇବେ। ଝିଅ ବାହା ହୋଇଥିଲେ ବି ପାଇବ। ତ ଜାଣିଲେ ଫ୍ରେଣ୍ଡସ୍, ଯଦି ମା ନିଜେ କିଣିଥିବେ, ମାନେ ସେ ମରିଗଲା ପରେ ଯେଉଁ ଜମିଟି ସେ ଯଦି ମା କିଣିଥିଲେ ବା ଚାକିରି କରି ନେଇଥିଲେ ବା ଗିଫ୍ଟରେ କେହି ତାଙ୍କୁ ଦେଇଥିଲେ, ତାହେଲେ ମା ମରିବା ପରେ ସେ ଜମି ସମସ୍ତଙ୍କ ଭିତରେ ସମାନ ଭାଗ ହେବ, ପୁଅ ଝିଅ ସ୍ୱାମୀ ସମସ୍ତଙ୍କ ଭିତରେ। ରୁଲ୍ 1। ତାପରେ ଦେଖନ୍ତୁ ରୁଲ୍ 2। ରୁଲ୍ 2ରେ ଫ୍ରେଣ୍ଡ ଦେଖନ୍ତୁ, ମାଙ୍କୁ ବାପା ଘରୁ ମିଳିଥିବା ଜମି, ଯଦି ମାଙ୍କୁ ମାନେ ବାପା ଘରୁ ସେ ଜମିଟି ମିଳିଥିଲା, ତାହେଲେ ଯଦି ମାଙ୍କୁ ତାଙ୍କ ବାପା ମାଙ୍କ ଠାରୁ ଜମି ମିଳିଥିଲା ଆଉ ମାଙ୍କର କୌଣସି ପୁଅ ଝିଅ ନାହାନ୍ତି, ତାହେଲେ ସେ ଜମି ମାଙ୍କ ବାପା ଘର ବାରିଶଙ୍କୁ ଫେରିଯିବ, ସ୍ୱାମୀ କି ଶ୍ୱଶୁର ଘର ପାଇବେ ନାହିଁ। ଯଦି ମା ମରିଲା ପରେ ତାଙ୍କୁ ଯଦି ଜମି ଆଗରୁ ମିଳିଥିବ ତାଙ୍କ ବାପ ଘରୁ, ହେଲେ ସେ ଜମିଟି ଫ୍ରେଣ୍ଡସ୍ ଯଦି ମାଙ୍କୁ ତାଙ୍କ ବାପା ମାଙ୍କ ଠାରୁ ଜମି ମିଳିଥିଲା ଆଉ ମାଙ୍କର କୌଣସି ପୁଅ ଝିଅ ନାହାନ୍ତି, ତାହେଲେ ସେ ଜମି ମାଙ୍କ ବାପା ଘର ବାରିଶଙ୍କୁ ଫେରିଯିବ, ସେଟା ତାଙ୍କର ଶ୍ୱଶୁର ଘର ବାରିଶଙ୍କୁ ସେଟା ଯିବ ନାହିଁ, ସ୍ୱାମୀ କି ଶ୍ୱଶୁର ଘର ପାଇବେନି ଫ୍ରେଣ୍ଡସ୍। ଜାଣିଲେ ରୁଲ୍ 2। ତାପରେ ରୁଲ୍ 3 ଦେଖନ୍ତୁ। ରୁଲ୍ 3 ହେଉଛି ଫ୍ରେଣ୍ଡସ୍, ମାଙ୍କୁ ସ୍ୱାମୀ ବା ଶ୍ୱଶୁର ଘରୁ ମିଳିଥିବା ଜମି, ତ ଏଇଟା କାହାକୁ ମିଳିବ ନା ମାଙ୍କ ମୃତ୍ୟୁ ପରେ। ଯଦି ସ୍ୱାମୀ ବା ଶ୍ୱଶୁର ଜମି ଦେଇଥିଲେ ଆଉ ମାଙ୍କର ପୁଅ ଝିଅ ନାହାନ୍ତି, ତାହେଲେ ଜମି ସ୍ୱାମୀଙ୍କ ବାରିଶଙ୍କୁ ଚାଲିଯିବ। ଯଦି ମାଙ୍କୁ ଜମି ମିଳିଥିବ, ସେଟା ତାଙ୍କ ବାପ ଶ୍ୱଶୁର ଘରୁ, ଯଦି ସେ ମରିଗଲେ, ତାହେଲେ ସେ ଜମିଟି କାହାକୁ ମିଳିବ ନା ତାଙ୍କର ବାପ ଘର ବାରିଶଙ୍କୁ ସେଟା ଯିବ ନାହିଁ, ତାଙ୍କୁ ମିଳିବ ନାହିଁ, ସେଇଟା ତାଙ୍କର ଶ୍ୱଶୁର ଘର ଲୋକଙ୍କୁ ହିଁ ମିଳିବ। ଏଠି ଲେଖା ଅଛି, ଦେଖନ୍ତୁ ଏଠି, ଯଦି ସ୍ୱାମୀ ବା ଶ୍ୱଶୁର ଜମି ଦେଇଥିଲେ ଆଉ ମାଙ୍କର ପୁଅ ଝିଅ ନାହାନ୍ତି, ତାହେଲେ ଜମି ସ୍ୱାମୀଙ୍କ ବାରିଶଙ୍କୁ ଯିବ, ସେଟା ଶ୍ୱଶୁର ଘରକୁ ତାଙ୍କର ଯିବ ନାହିଁ। ତାପରେ ଦେଖନ୍ତୁ ଫ୍ରେଣ୍ଡସ୍, ରୁଲ୍ 4 ହେଉଛି ୱିଲ୍ ଥିଲେ। ଯଦି ମା ମରିବା ଆଗରୁ ୱିଲ୍ ଲେଖି କାହାକୁ ଜମି ଦେଇ ଯାଇଛନ୍ତି, ତାହେଲେ ସେଇ ଜଣକ ପାଇବ। ୱିଲ୍ ନଥିଲେ ଉପର ରୁଲ୍ ଲାଗିବ। ୱିଲ୍ ଥିଲେ, ମା ମରିବା ଆଗରୁ ଯଦି କାହାକୁ ୱିଲ୍ ଲେଖିଥିବେ, ତାହେଲେ ୱିଲ୍ ଥିଲେ ସେ ପାଇପାରିବେ, ନହେଲେ ଯେଉଁ ନିୟମ ଆପଣଙ୍କୁ କହିଲି ରୁଲ୍ 1, ରୁଲ୍ 2, ରୁଲ୍ 3, ସେଇ ହିସାବରେ ଜମି ମିଳିବ। ସେଇ ଜମି ଯେଉଁମାନେ ଧର ବାପ ଘରର ଜମି, ତାହେଲେ ବାପ ଘରଙ୍କୁ ଯିବ, ଯଦି ଶ୍ୱଶୁର ଘର ଜମି, ତାହେଲେ ଶ୍ୱଶୁର ଘରକୁ ଯିବ, ଯଦି ତାଙ୍କୁ ଗିଫ୍ଟରେ ମିଳିଥିବ ବା ନିଜେ କରିଥିବେ, ତାହେଲେ ତାଙ୍କ ପୁଅ ଝିଅ ସ୍ୱାମୀ ସମସ୍ତଙ୍କ ପାଖକୁ ଜମିଟି ଯିବ। ତ ଜାଣିଲେ ଫ୍ରେଣ୍ଡସ୍ ଡିଟେଲି। ଏବେ ଦେଖନ୍ତୁ, ସବୁଠୁ ବଡ଼ କଥା ହେଉଛି ଫ୍ରେଣ୍ଡସ୍,
2005 ପରେ ଝିଅ ବି ପୁଅ ଭଳି ସମାନ ବାରିଶ। ବାହା ହେଲା ବୋଲି ଅଧିକାର ନାହିଁ, ଏହା ପୁରା ଭୁଲ ଫ୍ରେଣ୍ଡସ୍। ଝିଅ ବାହା ହେଲେ ସୁଦ୍ଧା ଜମିରେ ତାର ବି ଅଧିକାର ଅଛି। ତାପରେ ଦେଖନ୍ତୁ, ତାହେଲେ ଝଗଡ଼ା ନକରି କେମିତି ନେବେ? ଷ୍ଟେପ୍ 1 ଦେଖନ୍ତୁ, ଝଗଡ଼ା ନକରି ଆପଣମାନେ ଜମିଟିକୁ କେମିତି ନେବେ ନା, ମାଆଙ୍କ ଡେଥ୍ ସାର୍ଟିଫିକେଟ୍ ନିଅ। ଷ୍ଟେପ୍ 2ରେ ଲିଗାଲ ହେୟର ସାର୍ଟିଫିକେଟ୍ ତହସିଲରୁ ବାହାର କରି ସେଥିରେ ସବୁ ପୁଅ ଝିଅ ନାଁ ରହିବ। ଷ୍ଟେପ୍ 3ରେ ସବୁ ଭାଇ ଭଉଣୀ ମିଶି ମ୍ୟୁଟେସନ୍ ପାଇଁ ଆପ୍ଲାଏ କର, ଯାହାର ଯେତିକି ଭାଗ ତା ନାଁରେ ରେକର୍ଡ଼ ହେବ। ଆଉ ଷ୍ଟେପ୍ 4 ଦେଖନ୍ତୁ, ଯଦି କେହି ମାନୁନି ତାହେଲେ ସିଭିଲ୍ କୋର୍ଟରେ ପାର୍ଟିସନ୍ ସୁଇଟ୍ କର। ମନେ ରଖ, ଭାଇ ଭଉଣୀ ଭିତରେ ବୁଝାମଣା କରି ଭାଗ କଲେ ଖର୍ଚ୍ଚ କମ୍, ସମ୍ପର୍କ ବି ଭଲ ରହିବ। ଯଦି ଆପଣମାନେ ବୁଝାମଣା କରି ଆପଣମାନେ ସେ ଜମିଟିକୁ ଭାଗ କରି ନେବେ, ତାହେଲେ ଆପଣଙ୍କର ଖର୍ଚ୍ଚ ବି ସାଙ୍ଗମାନେ ହବନି, କମ୍ ଖର୍ଚ୍ଚ ହବ। ତାପରେ ଆପଣଙ୍କର କିଛି ପ୍ରୋବ୍ଲେମ୍ ହବନି ଆପଣଙ୍କ ଭିତରେ। ଆଉ ଯଦି ଆପଣମାନେ କଳି ଲାଗିବେ ଜମି ପାଇଁ, ତାହେଲେ ଆପଣଙ୍କର ଆପଣଙ୍କ ଭିତରେ ବହୁତ କଳି ହେଲେ ବହୁତ ଅସୁବିଧା ହବ। ତ ସେମିତି ନକରି ଆପଣମାନେ ବୁଝା ସିଏ କରି ଆପଣ ଜମିଟିକୁ ଭାଗ କରି ନେଲେ ଭଲ। ତ ଜାଣିଲେ ଫ୍ରେଣ୍ଡସ୍, ଜମି କ'ଣ କେମିତି କାହାକୁ ମିଳିବ ମାଙ୍କ ମୃତ୍ୟୁ ପରେ। ଯଦି ଭିଡ଼ିଓଟି ଆପଣଙ୍କ ପାଇଁ ହେଲ୍ପଫୁଲ୍ ହେଇଛି, ତାହେଲେ ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ ଫ୍ରେଣ୍ଡସ୍।